ରାଜ୍ୟରେ 39 ଡିଗ୍ରୀ ଛୁଇଁଲା ତାପମାତ୍ରା। ହେଲୋ ଭାଇ ନମସ୍କାର ଶୁଭ ସକାଳ। ଆପଣଙ୍କ ହିନ୍ଦୁ ଓଡ଼ିଆ ଆସିଛି ଆଜି 6 ମାର୍ଚ୍ଚ। ଚାଲନ୍ତୁ ଜାଣିବା ଏ ଟପ୍ ନ୍ୟୁଜ୍। ମାର୍ଚ୍ଚ ମାସ ଯେତିକି ଛୁଇଁଛି ତାତି ସେତିକି ଅସଲମ୍ବା ହେଉଛି। ଦିନବେଲା ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭବ ହେଉଛି। ଝାରସୁଗୁଡ଼ାରେ ତାତି 39 ଡିଗ୍ରୀ ଛୁଇଁଛି। ଏହା ସବୁଠୁ ତତଲା ସହର ପାଲଟିଛି। ଆଗକୁ 2 ଦିନ ତାତି ଆହୁରି ବଢ଼ିବ ବୋଲି ସୂଚନା ମିଳିଛି। ରାଜ୍ୟକୁ ଗରମ ପଶ୍ଚିମା ପବନ ବଢ଼ିବ ବୋଲି ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡକ୍ଟର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ପାରଳାଖେମୁଣ୍ଡି, ବୁଦ୍ଧ ସହରର ତାପମାତ୍ରା 38 ଡିଗ୍ରୀ ଉପରେ ରହିପାରେ। ଭୁବନେଶ୍ୱର ବ୍ୟତୀତ ଉପକୂଳର ଅନ୍ୟ ସମସ୍ତ ସହରରେ ପାରଦ 35 ଡିଗ୍ରୀ ଭିତରେ ରହିବାର ସମ୍ଭାବନା ରହିଛି। 5 ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ମାର୍ଚ୍ଚ 6 ଓ 7 ତାରିଖରେ ସର୍ବୋଚ୍ଚ ତାପମାତ୍ରା ସାମାନ୍ୟ କମିବ ଏବଂ 8 ତାରିଖରୁ ପୁଣି ଥରେ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମାର୍ଚ୍ଚ ଆରମ୍ଭରୁ ରେକର୍ଡ କଲାଣି ତାତି। ଏଥର ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ତାତି ସହ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆଇଏମ୍ଡି ଚେତାବନୀ ଦେଇଛି। ଅଧିକ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ିବା ପାଇଁ ଆମକୁ ଫଲୋ କରନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।